Question number 6. A teenager from which country has won the International Children's Peace Prize for his efforts to educate young people about cyberbullying? କେଉଁ ଦେଶର ଏକ ଟିନ୍ ଏଜରକୁ ସାଇବର ବୁଲିଂ ବିଷୟରେ ଯୁବକମାନଙ୍କୁ ଶିକ୍ଷିତ କରିବା ପାଇଁ ତାର ପ୍ରୟାସ ପାଇଁ ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର ସହିତ ସମ୍ମାନିତ କରାଗଲା ବା ତାକୁ ଏହି ପୁରସ୍କାର ଦିଆଗଲା। এই କ୍ୱେଶ୍ଚନର କରେକ୍ଟ ଆନ୍ସର ହେଉଛି ବାଂଲାଦେଶ, ମାନେ ଅପସନ୍ 2 ହେଉଛି କରେକ୍ଟ ଆନ୍ସର। ବାଂଲାଦେଶର ଏକ ଟିନ୍ ଏଜର ସାଇବର ବୁଲିଂ ବିଷୟରେ ଯୁବକମାନଙ୍କୁ ଶିକ୍ଷିତ କରିବା ପାଇଁ ତାର ପ୍ରୟାସ ପାଇଁ ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର ଜିତିଲା। ତେବେ 17 ବର୍ଷର ଏହି ସାଦତ ରହମାନ ଯୁବକମାନଙ୍କୁ ଅନଲାଇନ୍ର ଦୁରୁପଯୋଗର ରିପୋର୍ଟ କରିବା ପାଇଁ ସାହାଯ୍ୟ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ତିଆରି କରିଛି। ତେବେ ସେ କେଉଁଠୁ ଇନ୍ସପିରେସନ୍ ପାଇଥିଲା ନା ଗୋଟେ ଇନ୍ସପିରେସନ୍ ସେ ପାଇଥିଲା 15 ବର୍ଷର ଝିଅଠାରୁ, ଯିଏକି କ'ଣ ହେଇଥିଲା ନା ସାଇବର ବୁଲିଂ କାରଣରୁ ନିଜର ଜୀବନ ନେଇଯାଇଥିଲା, ମାନେ ନିଜ ସୁଇସାଇଡ଼୍ କରିଦେଇଥିଲା। ତ ସେଥିପାଇଁ ସେ ଇନ୍ସପିରେସନ୍ ପାଇକି 17 ବର୍ଷର ସାଦତ ରହମାନ ସାଇବର ବୁଲିଂ ବିଷୟରେ ପିଲାମାନଙ୍କୁ କ'ଣ କରିବା ପାଇଁ, ଶିକ୍ଷିତ କରିବା ପାଇଁ ତାର ଏଫର୍ଟସ୍ ପାଇଁ ଇଣ୍ଟରନ୍ୟାସନାଲ୍ ଚିଲଡ୍ରେନ୍ସ ପିସ୍ ପ୍ରାଇଜ୍ ପାଇଲା। ବାଂଲାଦେଶର ରାଜଧାନୀ ହେଉଛି ଢାକା, ପ୍ରଚଳିତ ମୁଦ୍ରା ହେଉଛି ବାଂଲାଦେଶୀ ଟାକା, ରାଷ୍ଟ୍ରପତି ବର୍ତ୍ତମାନ ଅଛନ୍ତି ଅବ୍ଦୁଲ ହମିଦ, ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ୍ ହସିନା। ବାଂଲାଦେଶର ନ୍ୟାସନାଲ୍ ସ୍ପୋର୍ଟସ୍ ହେଉଛି କବାଡ଼ି।